ଥରେ ଗୋଟିଏ ସମୁଦ୍ର କୂଳରେ ଛୋଟ ଝିଅଟିଏ ବାଲିରେ ଘର କରି ଖେଳୁଥାଏ। ହଠାତ୍ ସମୁଦ୍ରରେ ଏକ ଲହଡ଼ି ଆସି ଝିଅଟିର ଚପଲକୁ ଭସାଇ ନେଇଗଲା। ଝିଅଟି ବହୁତ କାନ୍ଦିଲା ଏବଂ ସମୁଦ୍ରର ବାଲିରେ ଲେଖିଦେଲା କି ସମୁଦ୍ର ଏକ ଚୋର। ଝିଅଟି ଖେଳୁଥିବା ସ୍ଥାନରୁ କିଛି ଦୂରରେ ଗୋଟିଏ ଯୁବକ ସମୁଦ୍ରର ଲହଡ଼ିରେ ଭାସିଯାଇ ମୃତ୍ୟୁବରଣ କରିଥିଲା। ଯୁବକଟିର ମା ବହୁତ କାନ୍ଦିଲା ଏବଂ ସମୁଦ୍ର ବାଲିରେ ଲେଖିଦେଲା ଯେ ସମୁଦ୍ର ହେଉଛି ଏକ ହତ୍ୟାକାରୀ। ଯୁବକ ଜଣକ ମୃତ୍ୟୁବରଣ କରିଥିବା ସ୍ଥାନଠାରୁ କିଛି ଦୂରରେ ଏକ ସନ୍ଥ ଯାଉଥିଲେ। ସେ ଦେଖିଲେ ସମୁଦ୍ର କୂଳରେ ଏକ ମୁକ୍ତା ପଡ଼ିଛି, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ସହ ସମାନ ହେବ। ସନ୍ଥ ଜଣକ ମୁକ୍ତାଟିକୁ ଆନନ୍ଦର ସହ ଉଠାଇ ନେଲେ ଓ ସମୁଦ୍ର ବାଲିରେ ଲେଖିଦେଲେ, ସମୁଦ୍ର ହେଉଛି ଏକ ବହୁତ ବଡ଼ ଦାନୀ। ପୁଣି ସେଠାରୁ କିଛି ଦୂରରେ ଏକ ମାଛ ଧରାଳି ମାଛ ଧରିବା ପାଇଁ ଆସିଲା। ସେ ମାଛ ଧରିବା ପାଇଁ ଜାଲ ଫୋପାଡ଼ିଲା ଏବଂ ନିଜ ଆଶାଠାରୁ ମଧ୍ୟ ଅନେକ ଅଧିକ ମାଛ ସଂଗ୍ରହ କରିପାରିଲା। ସେ ମଧ୍ୟ ଖୁସିରେ ସମୁଦ୍ର ବାଲିରେ ଲେଖିଦେଲା, ସମୁଦ୍ର ହେଉଛି ବହୁତ ବଡ଼ ଉପକାରୀ। ସମୁଦ୍ରର ଉପକାରିତା ପାଇଁ ମୁଁ ମୋ ପରିବାର ପ୍ରତିପୋଷଣ କରିପାରୁଛି। କିଛି ସମୟ ପରେ ଏକ ବହୁତ ବଡ଼ ଲହଡ଼ି ଆସିଲା ଏବଂ ଏସବୁ ଲେଖାଗୁଡ଼ିକୁ ଲିଭାଇ ଦେଲା। ଏହିସବୁ ଘଟଣା ସମୁଦ୍ର କୂଳରେ ଘଟୁଥିଲା ସତ, ହେଲେ ସମୁଦ୍ର ଉପରେ ଏହାର କୌଣସି ବି ପ୍ରଭାବ ପଡ଼ିଲା ନାହିଁ। ସେ ନିୟମିତ ତା'ର କାର୍ଯ୍ୟ କରିଚାଲୁଥାଏ। ସମୁଦ୍ର ନିୟମିତ ଭାବେ ଲହଡ଼ି ଭାଙ୍ଗେ ଓ କୂଳରେ ଥିବା ସମସ୍ତ ଜିନିଷକୁ ସାଥିରେ ତା ଗର୍ଭ ଭିତରକୁ ନେଇଯାଏ। ପୁଣି ଥରେ ଯେତେବେଳେ କୂଳକୁ ଆସେ, ତା ଗର୍ଭରେ ଥିବା ଅନେକ ଜିନିଷ ପୁଣି କୂଳରେ ଛାଡ଼ି ଦେଇଯାଏ। ଏହିପରି ଅହରହ ସବୁବେଳେ ଚାଲିଥାଏ। ଏହାର କାରଣ କ'ଣ ଚାଲିଗଲା ଆଉ କାହାକୁ କ'ଣ ମିଳିଗଲା, ସେଥିରେ ସମୁଦ୍ରର କିଛି ବି ଫରକ ପଡ଼େ ନାହିଁ। ବନ୍ଧୁଗଣ, ଏହି କାହାଣୀଟି ବହୁତ ଛୋଟ ହୋଇପାରେ, ହେଲେ ଆମକୁ ବହୁତ ବଡ଼ ଶିକ୍ଷା ମିଳିଥାଏ। ଆମ ଜୀବନରେ ମଧ୍ୟ ଠିକ୍ ସେହିପରି ଅନେକ ଘଟଣା ସବୁ ଘଟିଥାଏ। କିଏ ଆମକୁ ନିନ୍ଦା କରେ ତ କିଏ ପ୍ରଶଂସା କରେ। ଅନେକ ଲୋକ ଜୀବନରେ ଆସିଥାନ୍ତି, ଯଦିଓ ଶତକଡ଼ା 2 ଭାଗ ଲୋକ ଆମକୁ ସାହାଯ୍ୟ ସହଯୋଗ କରିଥାନ୍ତି, ଶତକଡ଼ା 98 ଭାଗ ଲୋକ ଆମର କ୍ଷତି ହିଁ କରିଥାନ୍ତି। ନିଜର ସ୍ୱାର୍ଥ ସରିଗଲେ ଆମଠାରୁ ଦୂରେଇ ଯାଆନ୍ତି। ମୁହଁରେ ମିଠା ମିଠା କଥା କହି ପଛରେ ଆମ ନିନ୍ଦା ହିଁ କରିଥାନ୍ତି। ତେଣୁ ବନ୍ଧୁଗଣ, ଏହି କାହାଣୀ ଆମକୁ ସମୁଦ୍ର ଭଳି ଶାନ୍ତ ଓ ସହନଶୀଳତାର ଶିକ୍ଷା ଦିଏ ଏବଂ ଏହା ସହ କାହାର କୌଣସି କଥାକୁ ଗୁରୁତ୍ୱ ନ ଦେଇ କେବଳ ନିଜ କାମ ଉପରେ ଗୁରୁତ୍ୱ ଦେବା ହିଁ ଶ୍ରେୟସ୍କର ବୋଲି ଶିକ୍ଷା ଦେଇଥାଏ। ସମୁଦ୍ର ଯେପରି କିଏ ଚୋର କହୁ କିମ୍ବା କିଏ ଅପରାଧୀ କହୁ, କିଏ ଦାନୀ କହୁ କିମ୍ବା କିଏ ପରୋପକାରୀ କହୁ, କାହାର ପ୍ରଶଂସାରେ ଆନନ୍ଦିତ ହେବାର ନାହିଁ କିମ୍ବା କାହାର ନିନ୍ଦାରେ ବିଚଳିତ ହେବାର ନାହିଁ। ତେଣୁ ନିମିଷକ ମଧ୍ୟରେ ସମସ୍ତ ନିନ୍ଦା ପ୍ରଶଂସାକୁ ଲହଡ଼ି ମାଧ୍ୟମରେ ଧୋଇ ଦେଇ ଚାଲିଗଲା ଓ ନିଜ କାମ ନିଜେ କରିଚାଲିଲା। ଆମେ ମଧ୍ୟ ନିଜେ ଯଦି ସମୁଦ୍ର ଭଳି ଶାନ୍ତ ରହି କାହାର କୌଣସି କଥାକୁ ଗୁରୁତ୍ୱ ନ ଦେଇ ନିଜର କର୍ତ୍ତବ୍ୟ ଓ କର୍ମକୁ ଠିକ୍ ଭାବରେ ସମ୍ପାଦନ କରିବା ଉଚିତ। ଅନେକ ଲୋକ ଅନେକ ପ୍ରକାର କଥା ତ କହିବେ, କେତେକ ନିନ୍ଦା କରିବେ ତ କେତେକ ପ୍ରଶଂସା ମଧ୍ୟ କରିବେ। କାହାର କୌଣସି ବି କଥାକୁ ଧ୍ୟାନ ନ ଦେଇ ନିଜ କର୍ମ କରିଚାଲିଲେ ହିଁ ଦିନେ ନା ଦିନେ ଆମେ ସଫଳତାର ଶୀର୍ଷରେ ନିଶ୍ଚୟ ପହଞ୍ଚି ପାରିବା। ଜୟ ଜଗନ୍ନାଥ।